ପରିବାର କାହାକୁ କୁହାଯାଏ? ରାମାୟଣର କଥା। କୁମ୍ଭକର୍ଣ୍ଣ ରାବଣଙ୍କୁ କହିଲେ, ଭାଇ, ଯଦି ମୁଁ ଯୁଦ୍ଧଭୂମିରେ ମରିଯାଏ ତେବେ ବୁଝିବ ଯେ ରାମଙ୍କୁ କେହି ଜିତିପାରିବେ ନାହିଁ। ସେତେବେଳେ ଆପଣ ରାମଙ୍କୁ ଭଗବାନ ଭାବି ତାଙ୍କ ଶରଣକୁ ଯାଆନ୍ତୁ, ଯାହାଦ୍ୱାରା ଆମ କୁଳ ନଷ୍ଟ ହେବାରୁ ବଞ୍ଚିଯିବ। ଏହା ଶୁଣି ରାବଣ ବହୁତ ସୁନ୍ଦର ଉତ୍ତର ଦେଲେ। ମଣିଷ ଯେତେବେଳେ ନିଜ ପରିବାର ସହିତ ବସି ସୁଖ ଭୋଗ କରେ ସେତେବେଳେ ସେ ଖୁସି ଓ ସନ୍ତୁଷ୍ଟ ହୁଏ। ଯଦି ତୁମ ପରି ଭାଇ ନ ରହେ ତେବେ ତିନି ଲୋକର ସାମ୍ରାଜ୍ୟ ମଧ୍ୟ ରାବଣ ପାଇଁ କୌଣସି କାମର ନୁହେଁ। ଭାଇ ଭାଇଙ୍କ ପୁଅ ଏବଂ ନିଜ ପୁଅମାନଙ୍କୁ ମରଣ ମୁହଁକୁ ଠେଲି ଦେଇ ରାବଣ କେମିତି ଐଶ୍ୱର୍ଯ୍ୟ ଭୋଗ କରିପାରିବ? ପରିବାର କେବଳ ସୁଖ ଭୋଗ କରିବା ପାଇଁ ନୁହେଁ, ଜଣେ ଜଣଙ୍କର ଖରାପ ସମୟରେ ମଧ୍ୟ ସାଥିରେ ଦୃଢ଼ ହୋଇ ରୁହନ୍ତି। ଫଳରେ ବିପଦ ଆସିଲେ ବି କଷ୍ଟ ଜଣାପଡ଼ିବ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଦହି କେଉଁ ସମୟରେ ଖାଇବା ଉଚିତ ନୁହେଁ, ଆସନ୍ତୁ ଜାଣିବା। ରାତିରେ ଦହି ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ, ଅଜୀର୍ଣ୍ଣ ହୁଏ। ଆପଣ ଯଦି ରାତିରେ ଦହି ଖାଇବେ ତେବେ ଲବଣ ଓ ମରିଚ ମିଶେଇ ଖାଆନ୍ତୁ। ଶୀତ କାଳରେ ଦହି ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ। ଖାଲି ପେଟରେ ଦହି ଖାଇବେ ନାହିଁ। ଦହି କେବେ ଗରମ ଖାଇବା ଉଚିତ ନୁହେଁ। ପାଇଲ୍ସ ରୋଗୀଙ୍କର ଦହି ଖାଇବା ଅନୁଚିତ, ଆଉ ପ୍ରତିଦିନ ଦହି ଖାଇବା ଠିକ୍ ନୁହେଁ। ପରିବାର କାହାକୁ କୁହାଯାଏ? ରାମାୟଣର କଥା। କୁମ୍ଭକର୍ଣ୍ଣ ରାବଣଙ୍କୁ କହିଲେ, ଭାଇ, ଯଦି ମୁଁ ଯୁଦ୍ଧଭୂମିରେ ମରିଯାଏ ତେବେ ବୁଝିବ ଯେ ରାମଙ୍କୁ କେହି ଜିତିପାରିବେ ନାହିଁ। ସେତେବେଳେ ଆପଣ ରାମଙ୍କୁ ଭଗବାନ ଭାବି ତାଙ୍କ ଶରଣକୁ ଯାଆନ୍ତୁ, ଯାହାଦ୍ୱାରା ଆମ କୁଳ ନଷ୍ଟ ହେବାରୁ ବଞ୍ଚିଯିବ। ଏହା ଶୁଣି ରାବଣ ବହୁତ ସୁନ୍ଦର ଉତ୍ତର ଦେଲେ। ମଣିଷ ଯେତେବେଳେ ନିଜ ପରିବାର ସହିତ ବସି ସୁଖ ଭୋଗ କରେ ସେତେବେଳେ ସେ ଖୁସି ଓ ସନ୍ତୁଷ୍ଟ ହୁଏ। ଯଦି ତୁମ ପରି ଭାଇ ନ ରହେ ତେବେ ତିନି ଲୋକର ସାମ୍ରାଜ୍ୟ ମଧ୍ୟ ରାବଣ ପାଇଁ କୌଣସି କାମର ନୁହେଁ। ଭାଇ ଭାଇଙ୍କ ପୁଅ ଏବଂ ନିଜ ପୁଅମାନଙ୍କୁ ମରଣ ମୁହଁକୁ ଠେଲି ଦେଇ ରାବଣ କେମିତି ଐଶ୍ୱର୍ଯ୍ୟ ଭୋଗ କରିପାରିବ? ପରିବାର କେବଳ ସୁଖ ଭୋଗ କରିବା ପାଇଁ ନୁହେଁ, ଜଣେ ଜଣଙ୍କର ଖରାପ ସମୟରେ ମଧ୍ୟ ସାଥିରେ ଦୃଢ଼ ହୋଇ ରୁହନ୍ତି। ଫଳରେ ବିପଦ ଆସିଲେ ବି କଷ୍ଟ ଜଣାପଡ଼ିବ ନାହିଁ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଦହି କେଉଁ ସମୟରେ ଖାଇବା ଉଚିତ ନୁହେଁ, ଆସନ୍ତୁ ଜାଣିବା। ରାତିରେ ଦହି ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ, ଅଜୀର୍ଣ୍ଣ ହୁଏ। ଆପଣ ଯଦି ରାତିରେ ଦହି ଖାଇବେ ତେବେ ଲବଣ ଓ ମରିଚ ମିଶେଇ ଖାଆନ୍ତୁ। ଶୀତ କାଳରେ ଦହି ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ। ଖାଲି ପେଟରେ ଦହି ଖାଇବେ ନାହିଁ। ଦହି କେବେ ଗରମ ଖାଇବା ଉଚିତ ନୁହେଁ। ପାଇଲ୍ସ ରୋଗୀଙ୍କର ଦହି ଖାଇବା ଅନୁଚିତ, ଆଉ ପ୍ରତିଦିନ ଦହି ଖାଇବା ଠିକ୍ ନୁହେଁ।